Hello everyone, welcome to Adarsh classes. ଆଜି ଆମେ ଇଂଲିଶର ୟୁନିଟ୍ 1 ଦ ଡେଟ୍ ଦ ରିଭର୍ସ ଓ ପାଠର ସମ୍ପୂର୍ଣ୍ଣ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ କରିନଥିଲେ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଅନ୍ କରିଦିଅନ୍ତୁ, ଯାହା ଫଳରେ ଆମ ଚ୍ୟାନେଲ ମାଧ୍ୟମରେ ତମର ସବୁଯାକ ବିଷୟର ପ୍ରଶ୍ନ ଉତ୍ତର ଭିଡିଓ ଅତି ସହଜରେ ପାଇପାରିବେ। ଠିକ ଅଛି, ତ ଚାଲନ୍ତୁ ଆଜି ଆମେ ଇଂଲିଶର ୟୁନିଟ୍ 1 ଦ ଡେ ଦ ରିଭର୍ସ ଅଫ ପାଠର ସମ୍ପୂର୍ଣ୍ଣ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ପ୍ରଶ୍ନ ଉତ୍ତରକୁ ଆମେ ଦୁଇ ପାର୍ଟରେ ବିଭକ୍ତ କରିଛେ। ହେଲା, ଆଜି ଆମେ କେବଳ ପ୍ରଥମ ପାର୍ଟର ପ୍ରଶ୍ନ ଉତ୍ତର ଆଲୋଚନା କରିବା, ସେକେଣ୍ଡ ପାର୍ଟରେ ଆମେ ଆଉ ବାକି ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ଠିକ ଅଛି, ତ ଚାଲନ୍ତୁ ଭିଡିଓକୁ ଷ୍ଟାର୍ଟ କରିବା। ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଗୋଟେ ଲାଇକ୍ କରିକି ନିଜର ସାଙ୍ଗମାନଙ୍କ ସହ ସେୟାର କରିଦିଅନ୍ତୁ। ତ ଚାଲନ୍ତୁ ଆଜି ଆମେ ଦ ଡେ ଦ ରିଭର୍ସ ପାଠର ସମ୍ପୂର୍ଣ୍ଣ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତ ପ୍ରଶ୍ନ ଉତ୍ତର ଆଲୋଚନା କରିବା ପୂର୍ବରୁ ଆମେ ପ୍ରଥମେ ଏହି ପାଠର ସାରାଂଶ ଜାଣିବା। ହେଲା, ଏହି ପାଠ କଣ ମାନେ ଏହି ପାଠରେ କଣ ଦିଆଯାଇଛି ସେ ବିଷୟରେ ଆମେ ଜାଣିବା। ତ ପାଠଟି ହଉଛି ଦେଖ, ଦ ଡେ ଦ ରିଭର ସ୍ପୋକ୍। ଓକେ, ତ ଏହି କାହାଣୀରେ ଜାହ୍ନବୀ ନାମକ ଜଣେ ଛୋଟ ଝିଅ, ହେଲା କି, ସେ ଝିଅ ବିଷୟରେ ଏହି କାହାଣୀଟି ଦେଇଛି। ତ ସିଏ ଗୋଟେ କଣ ଯେ ନା ସମୁଦ୍ର କୂଳିଆ ମତ୍ସ୍ୟଜୀବୀ ଗାଁରେ ରହୁଥିଲା, ଗୋଟେ ମାଛ ଯୋଉ ଧରନ୍ତି ତାଙ୍କ କଣ ଗାଁରେ ସେ ରହୁଥିଲା। ତାର ଦୁନିଆ ଥିଲା ତାର ପରିବାର, ସମୁଦ୍ର ଏବଂ ଗାଁ ପାଖ ଦେଇ ବହି ଯାଉଥିବା ଏକ ଶାନ୍ତ ନଦୀ। ଠିକ ଅଛି, ତ ଜାହ୍ନବୀଙ୍କର ଭାଇ ମାନେ କଣ ଯେ ସ୍କୁଲ ଯାଉଥିଲେ, କିନ୍ତୁ ଜାହ୍ନବୀକୁ ଘରେ ରହି ତାଙ୍କ ମାଆକୁ ସାହାଯ୍ୟ କରିବାକୁ ପଡୁଥିଲା। ସେ ମାଛ ଶୁଖେଇବା, ପରିବା କାଟିବା, ଛୋଟ ପିଲାଙ୍କର ଯତ୍ନ ନେବା, ଏସବୁ କରି କରି ତାର ସମୟ ବିତଉଥିଲା। ଠିକ ଅଛି, କିନ୍ତୁ ତା ମନରେ ଗୋଟେ ବହୁତ ବଡ ସ୍ୱପ୍ନ ଥିଲା, କଣ, ସ୍କୁଲ ଯାଇକି ପାଠ ପଢିବା। ହେଲା, ସେ ଭାବୁଥିଲେ ଯେ ପାଠ ପଢିଲେ ହିଁ ସେ ଦୁନିଆର ସବୁ ରହସ୍ୟ ଜାଣିପାରିବେ। ତେବେ ଜାହ୍ନବୀ ପ୍ରାୟତଃ ନଦୀ କୂଳରେ ଏକାକୀ ବସି ରହୁଥିଲା। ସେଠାରେ ତାଙ୍କୁ ଲାଗୁଥିଲା ଯେ ନଦୀ ତା କଥା, ନଦୀ କଣ ତା ସହ କଥା ହଉଛି। ଠିକ ଅଛି, ନଦୀର କଳ କଳ ଶବ୍ଦ ତାକୁ ସାହସ ଦଉଥିଲା। ସେ ତା ସ୍ୱପ୍ନକୁ ସ୍ୱପ୍ନର ତାର ଯୋଉ ମାନେ ଗୋପନ କଥା, ତାର ଯୋଉ ସ୍କୁଲ ଯିବାର ଇଚ୍ଛା, ସେ ସବୁ କଣ ସେ ନଦୀକୁ ଯାଇକି କହୁଥିଲା। ଠିକ ଅଛି, ତ ଜାହ୍ନବୀ ଜାଣିଥିଲା ଯେ ତାଙ୍କ ଗାଁରେ କଣ ଯେ ଝିଅ ପିଲାଙ୍କୁ ପାଠ ପଢିବା ପାଇଁ ସେତେ ଗୁରୁତ୍ୱ ଦିଆଯାଉନାହିଁ, କେବଳ କଣ ପୁଅ ପିଲା ପାଠ ପଢନ୍ତି। କିନ୍ତୁ ନଦୀର ନିରନ୍ତର ବୋହିବା ତାକୁ ଶିଖାଇଲେ ଯେ ଜୀବନରେ ଆଗକୁ ବଢିବାକୁ ହେଲେ ବାଧା ବିଘ୍ନକୁ ଅତିକ୍ରମ କରିବାକୁ ପଡିବ। ନଦୀ ଯେପରି ପଥରକୁ କାଟିକି ନିଜ ରାସ୍ତା ନିଜେ ତିଆରି କରେ, ଜାହ୍ନବୀ ମଧ୍ୟ କଣ ସେପରି ନିଜ ରାସ୍ତା ନିଜେ ତିଆରି କରିବାକୁ ସ୍ଥିର କଲା। ଶେଷରେ ନଦୀଠାରୁ ସେ ପ୍ରେରଣା ପାଇ ଜାହ୍ନବୀ ତାଙ୍କ ବାପାଙ୍କ ସହ କଥା ହେଲା। ତାର ପଢିବା ପ୍ରତି ତାର ଯୋଉ ପଢିବା ପ୍ରତି ନିଷ୍ଠା ଆଉ ଆଗ୍ରହ ଦେଖି ବାପା ତାଙ୍କୁ ସ୍କୁଲରେ ଜଏନ୍ କରାଇଦେଲେ। ହେଲା, ତ ଏପରି ଭାବରେ କଣ ଯେ ଜାହ୍ନବୀଙ୍କୁ ତାଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ଆତ୍ମବିଶ୍ୱାସ ଦେଇଥିଲା କିଏ, ନଦୀ। ଠିକ ଅଛି, ତ ପାଠଟି ଏଇଆ। ଏବେ ଯିବା ଆମେ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ହଁ, ତ ପାଠ ସାର ସାର ବୁଝିଲେ, ଏବେ ପ୍ରଶ୍ନ ଉତ୍ତର। ପ୍ରଥମ କ୍ୱେଶ୍ଚିନ୍ କଣ ଦେଇଛି, ଲେଟ୍ ଅସ୍ ଡିସ୍କସ୍ ର ପ୍ରଥମ କ୍ୱେଶ୍ଚିନ୍, ହ୍ୱାଟ ୱାଜ ଜାହ୍ନବୀ's ଡ୍ରିମ୍, why it important to her, sorry, was it important to her, why। ଜାହ୍ନବୀର ଡ୍ରିମ୍ ସ୍ୱପ୍ନ କଣ ଥିଲା, କଣ ଏହା ତା ପାଇଁ ଇମ୍ପୋର୍ଟାଣ୍ଟ ଥିଲା କି, କାହିଁକି। ତ ଜାହ୍ନବୀର ସ୍ୱପ୍ନ କଣ ଥିଲା, ଦେଖ ଆନ୍ସର ଲେଖିବା। ଦେଖ, ଜାହ୍ନବୀ's ଡ୍ରିମ୍, ଜାହ୍ନବୀ's dream was to go to school, ହେଲା, and get on education, ହେଲା କି। ତେବେ ପ୍ରଥମ କ୍ୱେଶ୍ଚିନ୍ ସରିଲା, ତାପରେ was it important to her, yes, 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 it important to her।
Why? Because because she felt she felt education education was a magic key that that would allow her to understand the world and ଏଠି ଲେଖି ଦଉଛି and find her own voice ହେଲା ଏତିକି ଲେଖିବ ଜାହ୍ନବୀ's dream was to go to school and get an education. Yes, it is important to her because she felt education was a magic key that would allow her to understand the world and find her own voice. ଠିକ ଅଛି ଏତିକି ଜିନିଷ ଲେଖିବ ତାପରେ ଯିବା ତମେ 2 ନମ୍ବର ଦେଖ କଣ ଦେଇଛି 2 ନମ୍ବର କ୍ୱେଶ୍ଚିନ୍ କହିଛି do you think the river can help her in fulfilling her dream? How? ତେବେ ନଦୀ ତାକୁ ସାହାଯ୍ୟ କରିପାରିବ କି ତମେ କଣ ଭାବୁଛ ଏବଂ କିପରି ଆନ୍ସର ହବ କଣ yes 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 the river helps her ହେଲା or help her in fulfilling her dream full stop how କିପରି କିପରି ନା ସିଏ ତାକୁ କନଫିଡେଣ୍ଟ ଯୋଗେଇବ ତାକୁ କରେଜ ବୁଝାପଡା ଲିଖିବ it is only friend she can share her secret desire without judgment ହେଲା ମୁଁ ଡାକି ଦଉଛି ଦେଖ ଲିଖ it is the only friend she can share her secret desire with without judgment. The river constant flow and speech give her the inner strength to eventually ask her father for permission to study. It represents resistance just as a river overcome rock to reach the sea. Jahnavi learned to overcome social barriers to reach her goal. ହେଲା ଏତିକି ଜିନିଷ ଲେଖିବ ଠିକ ଅଛି ତାପରେ ଯିବା ନେକ୍ସଟ କ୍ୱେଶ୍ଚିନ୍ ଦେଖ ସେ କହିଛି let us discuss column 1 column 2 ସେ କହିଛି complete the table in given with Jahnavi's question in column 1 and reverse answer in column 2 check your answer with the teacher column 1 ରେ କଣ ଯେ ଜାହ୍ନବୀର question ଦିଆଯାଇଛି column 2 ରେ କଣ ଯେ river ର answer ଦିଆଯାଇଛି ଏପଟେ answer ଦିଆଯାଇଛି question ପଚାରିଛି question ଦିଆଯାଇଛି answer ପଚାରିଛି ଆମେ କଣ ଯେ ୟାକୁ fill କରିବା ଠିକ ଅଛି ତ ଚାଲନ୍ତୁ fill କରିବା ଦେଖ ଜାହ୍ନବୀର ପ୍ରଥମ question କଣ ଥିଲା why the moon always come from behind the hills answer କଣ ନା it always taken the same way over the mountain and down to the sea like me ତାର river answer କଣ ଥିଲା little girl can do as much as little boys ତାର question କଣ ହବ can I do something next answer କଣ ଥିଲା big boats so big that they can take hundreds of people and they sail along the sea with lights that shine all night so তার question কଣ হব what are ships will they come here ଜାହ୍ନବୀର question କଣ ଥିଲା will they come here ତ ତାର ଆନ୍ସର କଣ I am afraid not
टू लार्ज यू नो ठीक अच्छे तापर जीवा आमे नेक्स्ट क्वेश्चन को देखो क्वेश्चन कौन देचे क्वेश्चन रे से कहिचे the following persons and the rivers help Janvi to go to school how river teacher parents Janvi ଏମାନେ କିପରି ଜାହ୍ନବୀକୁ ସ୍କୁଲ ଯିବାକୁ ସାହାଯ୍ୟ କରିଛନ୍ତି ଆଉ କିପରି ସ୍କୁଲ ଯିବାକୁ ସାହାଯ୍ୟ କରିଛନ୍ତି କିପରି କରିଛନ୍ତି ଦେଖ ପ୍ରଥମେ କିଏ ରିଭର ପ୍ରଥମେ ନଦୀ ନଦୀ କେମିତି ସାହାଯ୍ୟ କରିଛି ନା ଏନକରେଜ ହର ବାଇ ସେଇଂ गर्ल्स आर as capable as boys and suggested she quickly slip along to the school टीचर कौन करछंती ना वेलकम हर इनटू द क्लासरूम एंड विजिटेड हर होम टू टॉक टू हर फादर अबाउट हर एजुकेशन पेरेंट्स कौन करछंती हर मदर सपोर्टेड हर डिजायर टू लर्न एंड हर फादर gave permission after the teacher's visit जानवी निजे कौन करछि हरसेल्फ ना गैदर द करेज टू ओवरकम हर फियर एंड फिजिकल वेंट टू द स्कूल हैला एमाने कोन एई भाबरे जानवी को स्कूल जीवा साहाय्य करछन तापर जीवा लेट अस थिंक एंड रिफ्लेक्ट read the extract given below and answer the questions as follow याको पढ़ी के ता तळको किछि क्वेश्चन पचारिछि सेमानकर आंसर दबा से कहै complete the sentence with the correct option from choosing given in the bracket तो एटार कोन हबो aspiring हबो ना sympathizing हबो तो आंसर कोन aspiring हबो ठीक अछि select a words from the extract which shows that Janvi was a frequent visitor to the spot. So select the forge kono. Forge kono. You have been coming here to see me every day. Well, almost every day. देखो এটা লেখা যাচ্ছে देखो ହେଲା ये हबो राइट आंसर तापर क्वेश्चन कोन देछि देखो तापर क्वेश्चन से पचारिछि choose the use of exclamation mark at the end of the line it could not be a river expresses it could not be a river या पाखर जो हमर एक्सक्लेमेटरी चिन्ह दिया जायछि ये कोन एक्सप्रेस करूछि कोन दर्शाउछि से दर्शाउछ कोन ये दर्शाउछ कोन जे ना disbelief हैला disbelief choose three qualities of the river highlighted in the extract from the word in box given below जो हाईलाइट कराई छी three quality of the river highlighted extract from the word in the box given below तो हमर जो से एक्स्ट्रा रे जा देई छी रिवर रो तीनटा क्वालिटी वर्ड जो कमे हाईलाइट करबा तो प्रथम कोन जे एफेक्शनेट हैला तापरे थॉटफुल तापरे काइंड हार्टेड हैला तापर सेबा में दुई नंबर क्वेश्चन कोन देई छी से कहै छी complete the sentence with appropriate reason according to the river there was no difference between girls and boys because काहे कि girls और boys में difference नहीं काहे कि according to the rivers there was no difference because they swim as fast as little boys they swim as fast as little boys हैला नेक्स्ट क्वेश्चन जीवा identify whether the following statement is true or false true or false कहबा तो ये कोन ट्रू हबो ट्रू नेक्स्ट क्वेश्चन choose the correct option to complete the sentence correct option कोन हबो देखो quickly हैला quickly what does the repetition of force I could not tell us I could not tell us हैला
तो ये रिपिटेशन कौन हबो ना जानवीस एक्सट्रीम फियर हैला जानवीस एक्सट्रीम फियर ठीक अछि देखो फियर हेजिटेशन एंड लैक ऑफ सेल्फ कॉन्फिडेंस ठीक अछि तब नेक्स्ट क्वेश्चन दिया जो आई दिया छै से आई काहा को दर्शाउची ना जानवी को दर्शाउची आई काहा को दर्शाउची जानवी ओके तो ये थिला तमरो पार्ट 1 वीडियो 1 एथि आमे कोन जे एही पर्यंत प्रश्न उत्तर आलोचना करले नेक्स्ट वीडियो लागे आ बाकी प्रश्न उत्तर डिस्कशन करिबा ठीक अछि आशा करूची भिडियोटी निश्चय रूपे भल लागिथिबो जदि भल लागि ताले लाइक करंतु आ एमिति अन्य सब्जेक्ट वीडियो पाए पे चैनल को सब्सक्राइब करी पाखरे थिबा बेल आइकन को ऑन कर दियंतु वीडियो गोटे लाइक करिके निजर संग मान सह शेयर कर दियंतु आज पे इतिकी पुणी देखा नेक्स्ट क्लास रे धन्यवाद।